ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ବର୍ତ୍ତମାନ ସାରା ଦେଶରେ ନୋଟବନ୍ଦୀ ଆରମ୍ଭ ହୋଇଛି ଯାହାକି କାଗଜ ନୋଟ ଆଉ ଚଳିବ ନାହିଁ ପ୍ଲାଷ୍ଟିକ ବା ପଲିମର ନୋଟ ଲାଗୁ କରାଯିବ। ଆରବିଆଇ କାହିଁକି ପଲିମର ନୋଟ ଆଣିବାକୁ ଚାହୁଁଛି? ଆପଣମାନଙ୍କ ପକେଟରେ ଥିବା 10 ଟଙ୍କିଆ 20 ଟଙ୍କିଆ 100 ଟଙ୍କିଆ ନୋଟ ଆଗାମୀ ଦିନରେ ପ୍ଲାଷ୍ଟିକ ହେବାକୁ ଯାଉଛି। ଆରବିଆଇ କାହିଁକି ଏଭଳି ବଡ଼ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି? ଏହିଭଳି ପ୍ରକାର ଇନଫର୍ମେଟିଭ ଭିଡ଼ିଓ ଦେଖିବାକୁ ଚାହିଁଥିଲେ ଚ୍ୟାନେଲକୁ ପ୍ରଥମେ ସବସ୍କ୍ରାଇବ କରିନିଅନ୍ତୁ। ଆସନ୍ତୁ ପ୍ରଥମେ ଜାଣିବା ପଲିମର ନୋଟ କ'ଣ। ଏହା ବିଶେଷ ପ୍ରକାରର ପତଳା ଓ ନମନୀୟ ପ୍ଲାଷ୍ଟିକ ପଦାର୍ଥରୁ ତିଆରି ହୋଇଥାଏ। ଏହା ଡେବିଟ୍ କାର୍ଡ ଭଳି କଠିନ ନୁହେଁ, ବରଂ ସାଧାରଣ ନୋଟ ଭଳି ଭାଙ୍ଗି ହୋଇପାରେ। ଏହା କାଗଜ ନୋଟ ନୁହେଁ। ଆରବିଆଇ ପଲିମର ନୋଟ ଆଣିବାର 5ଟି ବଡ଼ କାରଣ ଦେଖିବା। ପ୍ରଥମଟି ହେଉଛି ନୋଟ ଅଧିକ ଦିନ ଟିକିବ। ବର୍ତ୍ତମାନ କାଗଜ ନୋଟ ଶୀଘ୍ର ଛିଣ୍ଡି ଯାଉଛି, ମଇଳା ହେଇଯାଉଛି, ଖରାପ ହେଇଯାଉଛି। ତେଣୁ ତା ତୁଳନାରେ ପଲିମର ନୋଟଟି ଦୀର୍ଘ ଦିନ ପାଇଁ ରହିପାରିବ। ଦ୍ୱିତୀୟ ପଏଣ୍ଟରେ ଜାଲି ନୋଟ ତିଆରି କରିବା କଷ୍ଟକର ହେବ। ପଲିମର ନୋଟରେ ଟ୍ରାନ୍ସପରେଣ୍ଟ ୱିଣ୍ଡୋ, ହୋଲୋଗ୍ରାମ, ଆଡଭାନ୍ସ ସିକ୍ୟୁରିଟି ଫିଚର ରହିଛି। ଏହା ଫଳରେ ନକଲି ନୋଟ ତିଆରି କରିବାରେ କଷ୍ଟକର ହେବ। ତୃତୀୟ ପଏଣ୍ଟରେ ଆରବିଆଇର ଖର୍ଚ୍ଚ କମିବ। 2024-25 ଆର୍ଥିକ ବର୍ଷରେ ନୋଟ ଛାପିବା ଖର୍ଚ୍ଚ ହେଉଛି 5,101 କୋଟିରୁ ଉର୍ଦ୍ଧ୍ୱ, ଯାହାକି 6,332 କୋଟି ଛୁଇଁଥିଲା। ପଲିମର ନୋଟ ଦୀର୍ଘ ସମୟ ଟେକୁଥିବାରୁ ବାରମ୍ବାର ନୂଆ ନୋଟ ଛାପିବାର ଦରକାର ପଡ଼ିବ ନାହିଁ। ଚତୁର୍ଥ ପଏଣ୍ଟରେ ଭାରତରେ ନଗଦ ଟଙ୍କାର ଚାହିଦା ବଢ଼ୁଛି, ଯାହାଫଳରେ ୟୁପିଆଇ ବଢ଼ିଥିଲେ ମଧ୍ୟ ଦେଶରେ କ୍ୟାଶ ବ୍ୟବହାର ଏବେ ବି ବହୁତ ଅଧିକ ରହିଛି। ଏବଂ ପଞ୍ଚମ କାରଣଟି ହେଉଛି ମଇଳା ଓ ପାଣିରୁ ସୁରକ୍ଷା। ପଲିମର ନୋଟ ସହଜରେ ଭିଜେ ନାହିଁ ଏବଂ ମଇଳା କମ୍ ଲାଗେ। ଭାରତ ଭଳି ଗରମ ଆର୍ଦ୍ର ଜଳବାୟୁରେ ଏହା ବେଶୀ ଉପଯୋଗୀ ହୋଇପାରିବ। ପଲିମର ନୋଟ ଅନ୍ୟ କେଉଁ ଦେଶରେ ଆଗୁଆ ଲାଗୁ ହୋଇସାରିଛି କି? ଆସନ୍ତୁ ଜାଣିବା। କେଉଁ ଦେଶରେ ଆଗରୁ ଚାଲିଛି ପଲିମର ନୋଟ? ଅଷ୍ଟ୍ରେଲିଆ, କାନାଡା, ୟୁନାଇଟେଡ୍ କିଙ୍ଗଡମ୍, ସିଙ୍ଗାପୁର, ନ୍ୟୁଜିଲାଣ୍ଡ। ଏ ସମସ୍ତ ଦେଶ ବର୍ଷ ବର୍ଷ ଧରି ପଲିମର କରେନ୍ସି ବ୍ୟବହାର କରି ଆସୁଛନ୍ତି। ଆପଣଙ୍କୁ ଭିଡ଼ିଓଟି ଯଦି ଭଲ ଲାଗିଥିବ ଆଉ କେଉଁ ଟପିକରେ ଭିଡ଼ିଓ କଲେ ଭଲ ହେବ ଆପଣମାନଙ୍କ ପାଇଁ ନିହାତି କମେଣ୍ଟ କରନ୍ତୁ।